ବୈଦେଶ୍ୱର ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ। ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱର ଥାନା ପକ୍ଷରୁ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଅଛି ସାଇବର ସଚେତନତା ଶିବିର। ଏହି ସଚେତନତା ଶିବିରରେ ମହାବିଦ୍ୟାଳୟ ଏବଂ ସ୍କୁଲର ବହୁ ମାତ୍ରାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କଟକ ଡିଏସ୍ପି ନିରଞ୍ଜନ ସପର, ବାଙ୍କୀ ସିଡିପିଓ ବାଳକୃଷ୍ଣ କହଁର, ବୈଦେଶ୍ୱର ଥାନାର ଆଇଆଇସି ସଞ୍ଜୟ କୁମାର ଜେନା, କଳାପଥର ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନନ୍ତ କୁମାର ଚାଟୋଇ, ଯୁବ ସମାଜସେବୀ ନରେଶ ସାହୁ, ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଉପସ୍ଥିତ ରହି କିପରି ସାଇବର ଠକେଇରୁ ବଞ୍ଚିତ ରହିପାରିବେ ତାହା କଲେଜ ଓ ସ୍କୁଲର ଛାତ୍ର ଓ ଛାତ୍ରୀଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଶେଷରେ କୁଇଜ୍ ମାଧ୍ୟମରେ ସାଇବର ସଚେତନତାର ପ୍ରଶ୍ନ ପଚାରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଇଥିଲେ। ବାଙ୍କୀରୁ ଶରତ ଖୁଣ୍ଟିଆଙ୍କ ରିପୋର୍ଟ, खबर हब ओडिशा। केबे भी कहा सहित अंतरंग फोटो किबा वीडियो शेयर करंतु नाही। प्राइवेट वीडियो कॉल रे निजर पोशाक रे संयमता रक्षा करंतु, कारण फोन पे, गूगल पे, पेटीएम को छाड़ने की सभापति तथा कलापथर धलापथर आंचलिक उच्च माध्यमिक विद्यालय अध्यक्ष महोदय श्रीयुक्त सुनंत कुमार ठाकुर महोदय को अनुरोध करी मु जहाँ कहबी आप रिपीट करेंगे। मु शपथ करी कहूची जे मु इंटरनेट को सुरक्षित और दायित्वपूर्ण भाव में व्यवहार करी।